ଜଳ ସମ୍ବଳ ଆଜି ଦଶମ ଶ୍ରେଣୀରେ ଥିବା ଜଳ ସମ୍ବଳ ପାଠଟିର କେତେଗୁଡ଼ିଏ MCQ ଗୁଡ଼ିକୁ ଆଲୋଚନା କରିବା। ତ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ପ୍ରଶ୍ନଟି। ପ୍ରଥମ ପ୍ରଶ୍ନଟି ହେଲା, ନିମ୍ନୋକ୍ତ କେଉଁ ରାଜ୍ୟରେ ବୃଷ୍ଟି ଜଳ ଅମଳ ଆଇନ ବାଧ୍ୟତାମୂଳକ? ଏହାର ଉତ୍ତରଟି ହେଉଛି ଅପସନ୍ ସି, ତାମିଲନାଡୁ। ପରବର୍ତ୍ତୀ ପ୍ରଶ୍ନ, ଛାତ ଉପରେ ବୃଷ୍ଟି ଜଳ ଅମଳ କେଉଁ ରାଜ୍ୟରେ ପାନୀୟ ଜଳ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଥିଲା? ଏହାର ଉତ୍ତରଟି ହେଉଛି ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, ରାଜସ୍ଥାନର ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ଘରେ ଘରେ ପାନୀୟ ଜଳ ଗଚ୍ଛିତ ରହିବାକୁ କ'ଣ କୁହାଯାଏ? ଏହାର ଉତ୍ତରଟି ହେଉଛି ଟନକା। ପରବର୍ତ୍ତୀ ପ୍ରଶ୍ନ, ରାଜସ୍ଥାନର ସଂଗୃହୀତ ବୃଷ୍ଟି ଜଳକୁ କ'ଣ କୁହାଯାଏ? ଏହାର ଉତ୍ତରଟି ହେଉଛି ଅପସନ୍ ବି, ପୋଲାର ପାଣି। ପରବର୍ତ୍ତୀ ପ୍ରଶ୍ନ, ବର୍ତ୍ତମାନ ମହାନଦୀର ଜଳ ବଣ୍ଟନକୁ ନେଇ କେଉଁ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି? ତ ଏହାର ଉତ୍ତରଟି ହେଉଛି ଅପସନ୍ ଏ, ଓଡ଼ିଶା ଏବଂ ଛତିଶଗଡ଼। ପରବର୍ତ୍ତୀ ପ୍ରଶ୍ନ, କେବେ ଜଳ ବିବାଦ ଆଇନ ପ୍ରଣୀତ ହୋଇଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ ଡି, 1956। ପରବର୍ତ୍ତୀ ପ୍ରଶ୍ନ, କୋସି ବ୍ୟାରେଜ ଦ୍ୱାରା କେଉଁ କେଉଁ ରାଜ୍ୟ ଉପକୃତ ହେଉଛି? ଏହାର ଉତ୍ତରଟି ହେଉଛି ବିହାର ଏବଂ ଝାଡ଼ଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ସର୍ବାଧିକ ବୃଷ୍ଟିପାତ ଅଞ୍ଚଳର ନାମ କ'ଣ? ଏହାର ଉତ୍ତରଟି ହେଉଛି ଅପସନ୍ ଏ, ମୌସିନରାମ। ପରବର୍ତ୍ତୀ ପ୍ରଶ୍ନ, ନଦୀବନ୍ଧ ଯୋଜନା ଗୁଡ଼ିକ କେଉଁ କ୍ଷେତ୍ରରେ ବିଶେଷ ଭାବରେ ସହାୟକ ହୋଇପାରୁନାହିଁ? ଏହାର ଉତ୍ତରଟି ହେଉଛି ଅପସନ୍ ସି, ମୃତ୍ତିକା କ୍ଷୟ ନିୟନ୍ତ୍ରଣ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ କେଉଁ ରାଜ୍ୟରେ ବହୁମୁଖୀ ନଦୀବନ୍ଧ ଯୋଜନା ଦୃଷ୍ଟିଗୋଚର ହୁଏ ନାହିଁ? ଏହାର ଉତ୍ତରଟି ହେଉଛି ଅପସନ୍ ବି, ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, ଆମ ଦେଶର ଭାକ୍ରାନଙ୍ଗଲ ନଦୀବନ୍ଧ ଯୋଜନା କେଉଁ ନଦୀ ଅବବାହିକାରେ ନିର୍ମିତ ହୋଇଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ସି, ସତଲେଜ ଓ ବ୍ୟାସ। ପରବର୍ତ୍ତୀ ପ୍ରଶ୍ନ, ମହାରାଷ୍ଟ୍ର ରାଜ୍ୟରେ କେଉଁ ନଦୀବନ୍ଧ ଯୋଜନାଟି କାର୍ଯ୍ୟକାରୀ ହେଉଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ସି, ପେରିୟାର। ପରବର୍ତ୍ତୀ ପ୍ରଶ୍ନ, ତୁଙ୍ଗଭଦ୍ରା ଯୋଜନା କେଉଁ ନଦୀରେ କାର୍ଯ୍ୟକାରୀ ହେଉଅଛି? ଏହାର ଉତ୍ତରଟି ହେଉଛି ତୁଙ୍ଗଭଦ୍ରା ନଦୀ। ପରବର୍ତ୍ତୀ ପ୍ରଶ୍ନ, ସର୍ଦ୍ଦାର ସରୋବର ଯୋଜନା କେଉଁ ରାଜ୍ୟରେ କାର୍ଯ୍ୟକାରୀ ହେଉଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ଏ, ଗୁଜରାଟ। ପରବର୍ତ୍ତୀ ପ୍ରଶ୍ନ, ତେହରୀ ଡ୍ୟାମ୍ ଦ୍ୱାରା କେଉଁ ରାଜ୍ୟ ଉପକୃତ ହୋଇଥାଏ? ଏହାର ଉତ୍ତରଟି ହେଉଛି ଅପସନ୍ ଡି, ଉତ୍ତରାଖଣ୍ଡ। ପରବର୍ତ୍ତୀ ପ୍ରଶ୍ନ, ପ୍ରଭାର ଯୋଜନା କେଉଁ ନଦୀରେ କାର୍ଯ୍ୟକାରୀ ହେଉଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ସି, ଗୋଦାବରୀ। ପରବର୍ତ୍ତୀ ପ୍ରଶ୍ନ, କେଉଁ ରାଜାଙ୍କ ଶାସନ କାଳରେ ନଦୀବନ୍ଧ, ହ୍ରଦ ଓ ଅନ୍ୟାନ୍ୟ ଜଳସେଚନ ବ୍ୟବସ୍ଥା ନିର୍ମିତ ହୋଇଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ ସି, ଚନ୍ଦ୍ରଗୁପ୍ତ। ପରବର୍ତ୍ତୀ ପ୍ରଶ୍ନ, ନାଗାର୍ଜୁନ କୋଣ୍ଡା ଜଳସେଚନ ବ୍ୟବସ୍ଥା କେଉଁ ରାଜ୍ୟରେ କରାଯାଇଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ଏ, ଆନ୍ଧ୍ରପ୍ରଦେଶ। ପରବର୍ତ୍ତୀ ପ୍ରଶ୍ନ, ରାଣା ପ୍ରତାପ ସାଗର ଯୋଜନା କେଉଁ ନଦୀରେ କାର୍ଯ୍ୟକାରୀ ହେଉଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ସି, ଚମ୍ବଲ। ପରବର୍ତ୍ତୀ ପ୍ରଶ୍ନ, କେଉଁଟି ନଦୀବନ୍ଧ ଯୋଜନାର କାର୍ଯ୍ୟକ୍ରମ ଅନ୍ତର୍ଗତ ନୁହେଁ? ଏହାର ଉତ୍ତରଟି ହେଉଛି ସହରୀକରଣ। ଇନ୍ଦିରା ଗାନ୍ଧୀ କେନ୍ଦା କେଉଁ ରାଜ୍ୟରେ କାର୍ଯ୍ୟକାରୀ ହେଉଅଛି? ଏହାର ଉତ୍ତରଟି ହେଉଛି ରାଜସ୍ଥାନ। ପରବର୍ତ୍ତୀ ପ୍ରଶ୍ନ, ଗୋବିନ୍ଦ ସାଗର ଜଳଭଣ୍ଡାର କେଉଁ ନଦୀର ବନ୍ଧ ଯୋଜନାର ଅଂଶ ବିଶେଷ? ଏହାର ଉତ୍ତରଟି ହେଉଛି ଭାକ୍ରାନଙ୍ଗଲ। ପରବର୍ତ୍ତୀ ପ୍ରଶ୍ନ, କଳକାରଖାନାମାନଙ୍କରେ ଯନ୍ତ୍ରପାତି ଆଦି ଥଣ୍ଡା ରଖିବା ପାଇଁ କ'ଣ ଆବଶ୍ୟକ ହୋଇଥାଏ? ଏହାର ଉତ୍ତରଟି ହେଉଛି ଜଳ। ପରବର୍ତ୍ତୀ ପ୍ରଶ୍ନ, ଜବାହାର ସାଗର ଜଳଭଣ୍ଡାର କେଉଁ ନଦୀବନ୍ଧ ଯୋଜନାର ଅଂଶ ବିଶେଷ? ଉତ୍ତରଟି ହେଉଛି ଚମ୍ବଲ ଉପତ୍ୟକା। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀ ପୃଷ୍ଠରେ ସମୁଦାୟ ଜଳର ଶତକଡ଼ା କେତେ ଭାଗ ମଧୁର ଜଳ? ଏହାର ଉତ୍ତରଟି ହେଉଛି ଅପସନ୍ ବି, 3%।
ପରବର୍ତ୍ତୀ ପ୍ରଶ୍ନ, ମଧୁର ଜଳର ଶତକଡ଼ା ପ୍ରାୟ କେତେ ଭାଗ ହିମବାହ ରୂପେ ସଞ୍ଚିତ ହୋଇଅଛି? ଏହାର ଉତ୍ତରଟି ହେଉଛି ଅପସନ୍ ଡି 70%। କେତେ ଶତକଡ଼ାରୁ କମ୍ ମଧୁର ଜଳ ଭୂଗର୍ଭ ଜଳ ରୂପେ ସଞ୍ଚିତ ହୋଇଅଛି? ଭୂଗର୍ଭରେ 30%ରୁ କମ୍ ମଧୁର ଜଳ ରହିଅଛି। ବାର୍ଷିକ ମୁଣ୍ଡ ପିଛା ମିଳୁଥିବା ଜଳର ପରିମାଣ ଅନୁସାରେ ଭାରତର ସ୍ଥାନ ପୃଥିବୀରେ କେତେ? ତାର ଉତ୍ତରଟି ହେଉଛି 133। ପରବର୍ତ୍ତୀ ପ୍ରଶ୍ନ, ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଆହ୍ଲାବାଦ ନିକଟସ୍ଥ କେଉଁ ସ୍ଥାନରେ ଗଙ୍ଗା ଓ ଯମୁନା ନଦୀର ଜଳ ପ୍ରବାହକୁ ନିୟନ୍ତ୍ରଣ କରାଯାଇ ଜଳ ଅମଳର ଏକ ସୁନିର୍ମିତ ବ୍ୟବସ୍ଥା କରାଯାଇଥିଲା? ଉତ୍ତରଟି ହେଉଛି ଶ୍ରୀଙ୍ଗାଭେରାପୁର। ନଦୀବନ୍ଧଗୁଡ଼ିକ କେଉଁ ଅନୁସାରେ ବର୍ଗୀକରଣ କରାଯାଇ ନଥାଏ? ଏହାର ଉତ୍ତରଟି ହେଉଛି ଅଞ୍ଚଳ। ପରବର୍ତ୍ତୀ ପ୍ରଶ୍ନ, କେଉଁ ବହୁମୁଖୀ ନଦୀବନ୍ଧ ଯୋଜନା ବିରୁଦ୍ଧରେ ଜନ ଅସନ୍ତୋଷର କାରଣ ନୁହେଁ? ଏହାର ଉତ୍ତରଟି ହେଉଛି ବନ୍ୟା ନିୟନ୍ତ୍ରଣ। ପରବର୍ତ୍ତୀ ପ୍ରଶ୍ନ, ସର୍ଦ୍ଦାର ସରୋବର ଡ୍ୟାମ୍ କେଉଁ ନଦୀ ସହ ସମ୍ପୃକ୍ତ? ଏହାର ଉତ୍ତରଟି ହେଉଛି ନର୍ମଦା, ଯାହାକି ଗୁଜରାଟ ରାଜ୍ୟରେ ଅବସ୍ଥିତ। କୋୟନା ନଦୀବନ୍ଧ ଯୋଜନା କେଉଁ ନଦୀ ସହ ସମ୍ପୃକ୍ତ? ଏହାର ଉତ୍ତରଟି ହେଉଛି କ୍ରିଷ୍ଣା। ପରବର୍ତ୍ତୀ ପ୍ରଶ୍ନ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟରେ କେଉଁ ନଦୀ ଦ୍ୱୟ ଜଳ ବଣ୍ଟନକୁ ନେଇ ଜଳ ବିବାଦ ଚାଲିଛି? ଏହାର ଉତ୍ତରଟି ହେଉଛି କ୍ରିଷ୍ଣା ଏବଂ ଗୋଦାବରୀ। ସର୍ଦ୍ଦାର ସରୋବର ଡ୍ୟାମ୍ ବିରୁଦ୍ଧରେ କେଉଁ ଆନ୍ଦୋଳନ ଚାଲିଛି? ଏହାର ଉତ୍ତରଟି ହେଉଛି ଅପସନ୍ ସି ନର୍ମଦା ବଞ୍ଚାଓ ଆନ୍ଦୋଳନ। ରାଜସ୍ଥାନର ଶୁଷ୍କ ଓ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ପାନୀୟ ଜଳର ଗଚ୍ଛିତ ରଖିବା ପାଇଁ ନିର୍ମିତ ଜଳାଶୟ ଟନକାର ଦୈର୍ଘ୍ୟ କେତେ ମିଟର? ଏହାର ଉତ୍ତରଟି ହେଉଛି 4.25 ମିଟର। ପରବର୍ତ୍ତୀ ପ୍ରଶ୍ନ, ନର୍ମଦା ବଚାଓ ଆନ୍ଦୋଳନ କେଉଁ ସମସ୍ୟାକୁ ଆଧାର କରି ସୂତ୍ରପାତ ହୋଇଥିଲା? ଏହାର ଉତ୍ତରଟି ହେଉଛି ବୃକ୍ଷ ଜଳମଗ୍ନ ହେବା। ପରବର୍ତ୍ତୀ ପ୍ରଶ୍ନ, ରାଜସ୍ଥାନର ପାନୀୟ ଜଳ ଗଚ୍ଛିତ ରଖିବା ପାଇଁ ନିର୍ମିତ ଜଳାଶୟ ଟନକାର ଗଭୀରତା କେତେ ମିଟର ହୋଇଥାଏ? ଏହାର ଉତ୍ତରଟି ହେଉଛି 6.1 ମିଟର। ଦିଲ୍ଲୀରେ କେଉଁ ଶତାବ୍ଦୀରେ ଇଲତୁତମିଶଙ୍କ ସମୟରେ ସିରିଫୋର୍ଟ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ଏକ ଜଳାଶୟ ନିର୍ମିତ ହୋଇଥିଲା? ଏହାର ଉତ୍ତରଟି ହେଉଛି ଚତୁର୍ଦ୍ଦଶ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ କେଉଁ ସଂରଚନାଟି ରାଜସ୍ଥାନ ଅଞ୍ଚଳରେ ବୃଷ୍ଟି ଜଳ ସଂଗ୍ରହ ପାଇଁ ନିର୍ମିତ ହେଉଥିଲା? ଏହାର ଉତ୍ତରଟି ହେଉଛି ଜୋହାତ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ କେଉଁ ସଂରଚନାଟି ଜୟସାଲମର ଅଞ୍ଚଳରେ ବୃଷ୍ଟି ଜଳ ସଂଗ୍ରହ ପାଇଁ ନିର୍ମାଣ କରାଯାଇଥିଲା? ଏହାର ଉତ୍ତରଟି ହେଉଛି ଖାଡି। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ କେଉଁ ରାଜ୍ୟରେ ବାଉଁଶ ନଲା ସାହାଯ୍ୟରେ ଜଳସେଚନ କରାଯାଇଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ ଏ ମେଘାଳୟ। ପରବର୍ତ୍ତୀ ପ୍ରଶ୍ନ, କେଉଁ ସହରରେ ପ୍ରାୟ ପ୍ରତ୍ୟେକ ପରିବାରର ଘରର ଛାତ ଉପରେ ଜଳ ଅମଳ ବ୍ୟବସ୍ଥା ଥାଏ? ଏହାର ଉତ୍ତରଟି ହେଉଛି ଶିଲଂ। ପରବର୍ତ୍ତୀ ପ୍ରଶ୍ନ, ବାଉଁଶ ନଲା ସାହାଯ୍ୟରେ ଜଳ ସଂଗ୍ରହ କରାଯାଇ ଶହ ଶହ ମିଟର ଦୂରରେ ଥିବା ଗଛ ମୂଳରେ ପ୍ରତି ମିନିଟରେ କେତେ ବୁନ୍ଦା ଜଳ ପଡ଼େ? ଏହାର ଉତ୍ତରଟି ହେଉଛି 20ରୁ 80 ବୁନ୍ଦା। ପ୍ରତ୍ୟେକ ପରିବାର ବାଧ୍ୟତାମୂଳକ ଭାବେ ଛାତ ଉପରେ ବୃଷ୍ଟି ଜଳ ଅମଳ ବ୍ୟବସ୍ଥା ଆଇନ ଲାଗୁ କରିବାରେ କେଉଁ ରାଜ୍ୟ ଭାରତରେ ପ୍ରଥମ ଅଟେ? ଏହାର ଉତ୍ତରଟି ହେଉଛି ଅପସନ୍ ଡି ତାମିଲନାଡୁ। ନଦୀବନ୍ଧ ଯୋଜନାଗୁଡ଼ିକୁ ଆଧୁନିକ ଭାରତର ମନ୍ଦିର ବୋଲି କୁହାଯିବାର ତାତ୍ପର୍ଯ୍ୟ କ'ଣ? ଏହାର ଉତ୍ତରଟି ହେଉଛି କୃଷିର ବିକାଶ, ଦ୍ରୁତ ଶିଳ୍ପାୟନ ଓ ଗ୍ରାମ୍ୟ ଅର୍ଥନୀତି ଏବଂ ସହରୀ ଅର୍ଥନୀତି ମଧ୍ୟରେ ସମନ୍ୱୟ ସ୍ଥାପିତ ହେଉଛି। କେଉଁ ଶତାବ୍ଦୀରେ ଭୋପାଳ ହ୍ରଦ ଖୋଲାଯାଇଥିଲା? ଏହାର ଉତ୍ତରଟି ହେଉଛି ଅପସନ୍ ଡି ଏକାଦଶ। ବୃଷ୍ଟି ବିରଳ ସୁବିସ୍ତୃତ ବାଲୁକାପୂର୍ଣ୍ଣ ମରୁଭୂମି ମଧ୍ୟରେ ଝର ଓ ତାର ଚାରିପାଖରେ ଖଜୁରୀ ଗଛ ଓ ଗୁଳ୍ମ ଆଦି ଦେଖାଯାଉଥିବା କ୍ଷୁଦ୍ର ଅଞ୍ଚଳକୁ କ'ଣ କୁହାଯାଏ? ଏହାର ଉତ୍ତରଟି ହେଉଛି ମରୁଦ୍ୟାନ। ଭୂଗୋଳବିଦମାନଙ୍କ ମଧ୍ୟରେ 2025 ମସିହା ସୁଦ୍ଧା
ପୃଥିବୀର ପ୍ରାୟ କେତେ ଲୋକ ଜଳ ସଙ୍କଟର ସମ୍ମୁଖୀନ ହେବେ? ଏହାର ଉତ୍ତରଟି ହେଉଛି 200 କୋଟି ଲୋକ।